ଅଧିକାଂଶ ସାଧୁସନ୍ଥ ନାମଜପ ନିମନ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଏହି ନାମଜପର ପ୍ରକୃତ ଅର୍ଥ କ'ଣ ତାହା ଆଜି ଆମେ ଏହି ଭିଡ଼ିଓରୁ ଜାଣିବା। ଏହାର ଆକ୍ଷରିକ ଅର୍ଥ ହେଉଛି କୌଣସି ଏକ ନାମକୁ ବାରମ୍ବାର ଜପିବା ବା ଉଚ୍ଚାରଣ କରିବା। ସାଧାରଣତଃ ନାମଜପକୁ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ବ୍ୟବହାର କରାଯାଇଥାଏ। ତେଣୁ ଏଥିପାଇଁ ଭଗବାନଙ୍କର କୌଣସି ବି ଏକ ନାମକୁ ବ୍ୟବହାର କରିବାକୁ ପଡ଼ିଥାଏ। ଯେତେବେଳେ ଆମେ ଈଶ୍ୱରଙ୍କ ବିଭିନ୍ନ ନାମ ଭିତରୁ କୌଣସି ବି ଏକ ନାମକୁ ନେଇ ସଚ୍ଚା ହୃଦୟରେ ଅତି ଶ୍ରଦ୍ଧାର ସହିତ ଜପ କରିଥାନ୍ତି ତ ତାହା କେବଳ ଏକ ଶବ୍ଦ ହୋଇ ରହିଯାଇନଥାଏ, ବରଂ ତାହା ଏକ ଊର୍ଜାରେ ହିଁ ପରିଣତ ହୋଇଯାଏ ଏବଂ ଏହା ଆତ୍ମା ପରମାତ୍ମାଙ୍କ ସହିତ ମିଳନ ହେବାର ଏକ ମାଧ୍ୟମ ପାଲଟିଯାଏ। ଏହା ହିଁ ନାମଜପ ଅଟେ। ଯେମିତି ଏକ ମା ନିଜ ଶିଶୁର କୌଣସି ବି ଶବ୍ଦ ବା କ୍ରନ୍ଦନ ଶୁଣି ତାର ମନକୁ ଜାଣିନିଏ, ଠିକ୍ ସେମିତି ଈଶ୍ୱର ମଧ୍ୟ ସେହି ଶ୍ରଦ୍ଧାପୂର୍ଣ୍ଣ ନାମଜପରୁ ଆମରି ପ୍ରାର୍ଥନାକୁ ଜାଣିପାରିଥାନ୍ତି ଏବଂ ଆମ ପ୍ରତି ତାଙ୍କରି ଧ୍ୟାନ କେନ୍ଦ୍ରୀଭୂତ ହୋଇଥାଏ। ଯେବେ ଆମେ ଧ୍ୟାନପୂର୍ବକ ମନ ଲଗାଇ ଈଶ୍ୱରଙ୍କ କୌଣସି ନାମକୁ ଜପ କରିଥାନ୍ତି ତ ଧୀରେ ଧୀରେ ଆମ ମନର ଚଞ୍ଚଳତା କମ୍ ହେବାକୁ ଲାଗେ ଏବଂ ସେହି ପବିତ୍ର ନାମ ସହିତ ଆମର ହୃଦୟ, ମନ ଏବଂ ଆତ୍ମା ଏକାଠି ଯୋଡ଼ି ହେବାରେ ଲାଗେ। ମନ ଭିତରେ ଭଗବାନଙ୍କ ପ୍ରତି ସମର୍ପଣର ଭାବ ବଢ଼ିବାରେ ଲାଗେ ଏବଂ ନିଜ ଭିତରେ ଦିବ୍ୟ ଭାବର ଅନୁଭବ ହେବାକୁ ଲାଗେ। ଯେମିତି କାହା ସହିତ କଥା ହେବା ପାଇଁ ଆମେ କୌଣସି ଭାଷାର ଉପଯୋଗ କରିଥାନ୍ତି, ଠିକ୍ ସେହିପରି ଈଶ୍ୱରଙ୍କୁ ଆମର ସମ୍ବେଦ ଜଣାଇବାର ସବୁଠୁ ସରଳ ଏବଂ ବିଶୁଦ୍ଧ ଉପାୟ ହେଲା ତାଙ୍କରି ନାମ ଜପ କରିବା। ତେବେ ମନ୍ତ୍ରଗୁଡ଼ିକର ଉଚ୍ଚାରଣ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ବିଧିବିଧାନ ରହିଥିବା ବେଳେ ନାମଜପ ସହିତ ସେମିତି କୌଣସି ନିର୍ଦ୍ଦିଷ୍ଟ ବିଧିବିଧାନ ନଥାଏ। ଏହା ଯେକୌଣସି ଜାଗାରେ ଏବଂ ଯେକୌଣସି ସମୟରେ କରାଯାଇପାରେ। ତେବେ ନାମଜପ ଉଚ୍ଚାରଣ ଦ୍ୱାରା କିମ୍ବା ମୌନ ଭାବରେ ମଧ୍ୟ କରାଯାଇପାରେ।